10 ଟଙ୍କା ଦେଲେ ବାହାରେ ଗୋଟେ ଭିକାରୀ ହେଇଛି ତାକୁ ପଇସା ଦେବି। 10 ଟଙ୍କା ବୋଉ ଲୋକ କରିବ। ଦେବି ତାକୁ ଭୋକ ଲାଗୁଛି କଣ ଖାଇବ କଣ କରିବ ଗରିବ ଲୋକଟା। ନେ 5 ଟଙ୍କା ସେ 5 ଟଙ୍କା ଆଣିছে 10 ଟଙ୍କା ବହୁତ ହେଇଯିବ 5 ଟଙ୍କା ନେଇ ଦବୁ ଯା। ଦିଦି ମୁଁ ଆସିଲି। ହେଇଲୋ ହେଇଲୋ ତୁ ଭିକାରୀ ଦବାକୁ ଯାଇଥିଲୁ ନା ସେ ଯୋଉ ଅଣ୍ଡିରା ଦୋକାନରେ ବେଶୀ ପକେଟେ ବସିକି ଚିପ୍ସ ଖାଉଥିଲୁ? ତୁ ବା କାନିରେ ପା ଲୁଚେଇ କେମିତି ଚିପ୍ସ ମୁଁ ଦେଖିଲି। ତମେ ତ ଖାଲି ଚିଡୁଛ ଆଉ। ମୁଁ ସେଇ ତାଙ୍କ ସେ ଦୋକାନରେ ଲକ୍ଷପତି ଖାଇ ଖାଇକା ମୁଁ ବା ଦେଖୁନି 100 ଟଙ୍କା କରିକି ନେଇକି ଆଇଛି। ମୋ ଲୋ 100 ଟଙ୍କା? ହଁ ଲକ୍ଷପତି ଚିପ୍ସ ବାଲା? ହଁ ଆଲୋ ହେଇ ତୁ ଗୋଟେ କାମ କର ତୁ ନେଲୁ ମୋର ମାଉଁସ ଖିଆ ପଇସା 500 ଟଙ୍କା ଅଛି ଜିତିବୁ। ଶୁଣୁ ଏଇଥିରେ 1000 ଟଙ୍କା କଲେ ଭାତ ଟିଏ ହବ ଡାଲି ଟିଏ ହବ ମାଉଁସ ଝୋଳ ନଙ୍ଗା ହବ ତାକେ ବିରି ପାମ୍ପଡ ହବ ଦହି ସାଲାଡ ବି ହବ ଆଉ ଜିତିକି ଆସିବୁ କହିଲି। ଠିକ ଅଛି ମୁଁ ଯାଉଛି। ଜିତିକି 1000 ଟଙ୍କା ମାଇକି ନା ଖୋଲି ଆମେ ମିଛ ମତେ କହିବି ସତରେ ମୁଁ ପଇସା ଆକୁ କହିଦେଲି। 1000 ଟଙ୍କା କରିକି ନେଇକି ଆସିବି। ଯା ହଉ 100 1000 କଣ କରିବି ଲକ୍ଷପତି ଖାଇଦେଲି ହେଲେ ପଇସା 1000 ଟଙ୍କା ମିଳିଲାନି। ଆଲୋ ହେଇ ବା ଗୁଁଚୁ ବା ବସେ। ଆଲୋ ହେଇ ମୋ 500 ନେଇ ତୁ କଣ କଲୁ କିଲୋ? 500 ନେଇଥିଲି 1000 ଟଙ୍କା ନେଇକି ଭାବିଥିଲି ହେଲେ ସେ ଦୋକାନଟା ସାରା ଖାଇଦେଲି ଲକ୍ଷପତି କିନ୍ତୁ 1000 ଟଙ୍କା ଆଉ ବାହାରିଲାନି। ତୁ ମୋ ମାଉଁସ ଖିଆ ପଇସା ବି ଖାଇଦେଲୁ? ତୁ ସେଇ ଅଣ୍ଡିରା ଦୋକାନରେ କାହିଁ ଭିତରେ ପଶୁଛୁ ଜାଣିପାରୁନି। ସକାଳୁ ରାତି ଯାକ ସେ ଅଣ୍ଡିରା ପାଖରେ ବସିକି କଣ ପାଇଁ? ମାଇକି ନା କୋଉ କାମକୁ ନୁହଁ ଖାଲି ମାରି ଦେବାକୁ ଇଚ୍ଛା ଅଛି।